नमस्कार दर्शक बंधु आज हेउछि डिसेम्बर मास 26 तारिख शुक्रवार। आज दिन जाकर गुरुत्वपूर्ण खबर उपरे आसंतु नजर पकेबा। वीडियो को शेष पर्यंत देखंतु मात्र किछि समय मध्यरे संपूर्ण खबर जानि परिबे। ता पूर्वरु चैनल ले नुआ थिले चैनल को सब्सक्राइब करी पाखरे आसुथिबा बेल आइकन को ऑन करी रखंतु। एमिति प्रतिदिन नुआ लेटेस्ट न्यूज सर्वप्रथमे देखिबा पई आसंतु संपूर्ण खबर उपरे नजर पकेबा। प्रथमे विद्युत उपभोक्तांक पई बड़ खबर। मुख्यमंत्रीଙ୍କ बड़ घोषणा। राज्य सरकारଙ୍କ ଏହି ନୂତନ ପଦକ୍ଷେପ ଦ୍ୱାରା ରାଜ୍ୟର ସ୍ୱଳ୍ପ ପରିମାଣର ବିଦ୍ୟୁତ ବ୍ୟବହାର କରୁଥିବା ଉପଭୋକ୍ତା ବିଶେଷ ଭାବେ ଉପକୃତ ହେବେ। ଏହି ଯୋଜନା ଅନ୍ତର୍ଗତ ସ୍ମାର୍ଟ ମିଟର ସଂଯୋଗ ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ କିମ୍ବା ଏହା ଖୁଚୁରା ଯୋଗାଣ ଟାରିଫ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଏହି ଯୋଜନାକୁ ସମସ୍ତ ବିଦ୍ୟୁତ ବିତରଣ କମ୍ପାନୀ ଯଥା ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ ନିଜ ନିଜର ଲାଇସେନ୍ସ ପ୍ରାପ୍ତ ଅଞ୍ଚଳ କାର୍ଯ୍ୟକାରୀ କରିବେ। 2025 ମାର୍ଚ୍ଚ 24 ରୁ ରିଟେଲ ସପ୍ଲାଇ ଟାରିଫ ଅର୍ଡର ଅନୁଯାୟୀ 2 କିଲୋୱାଟ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ ଥିବା ସ୍ମାର୍ଟ ମିଟର ଉପଭୋକ୍ତାଙ୍କ ପାଇଁ 1 ଏପ୍ରିଲ 2025 ମିଟର ଭଡ଼ା ସମ୍ପୂର୍ଣ୍ଣ ରୂପେ ଉଚ୍ଛେଦ କରାଯାଇଛି। ସେହିପରି 2025-26 ଆର୍ଥିକ ବର୍ଷରେ 2 କିଲୋୱାଟ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ ଥିବା ଉପଭୋକ୍ତାଙ୍କ ପାଇଁ 11,53,100ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିମଧ୍ୟରୁ 8,75,000 ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ ଏବଂ ପ୍ରାୟ 2,78,100ଟି ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ ବୋଲି ମୁଖ୍ୟ ସଚିବ କହିଛନ୍ତି। ପରବର୍ତ୍ତୀ ଖବର ପ୍ରଦୂଷଣରେ ଦିଲ୍ଲୀକୁ ପଛରେ ପକାଇଲା ଓଡ଼ିଶା। ଦେଶର 5 ପ୍ରଦୂଷିତ ସହର ମଧ୍ୟରେ ରାଜ୍ୟର 3 ସହର। ରିପୋର୍ଟ ଅନୁଯାୟୀ ଦେଶର 5ଟି ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶା 3ଟି ସହର ସ୍ଥାନ ପାଇଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ ତଥ୍ୟ ହେଉଛି 336 ଏକ୍ୟୁଆଇ ସହ ଓଡ଼ିଶାର ବାଲେଶ୍ୱର ଆଜି ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର ଭାବେ ପରିଗଣିତ ହୋଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଶିଳ୍ପ ସହର ତାଳଚେର ଯେଉଁଠାରେ ଏକ୍ୟୁଆଇ 324 ରହିଛି। ସେହିପରି 304 ଏକ୍ୟୁଆଇ ସହ ବାରିପଦା ସହର ଦେଶର ପଞ୍ଚମ ପ୍ରଦୂଷିତ ସହର ଭାବେ ଚିହ୍ନଟ ହୋଇଛି। ଏହି 3ଟି ଯାକ ସହରରେ ବାୟୁର ମାନ ଅତି ଖରାପ ସ୍ତରରେ ରହିଛି ଯାହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ଦିଲ୍ଲୀ ତୁଳନାରେ ଓଡ଼ିଶାର ଏହି ସହରଗୁଡ଼ିକର ବାୟୁ ଅଧିକ ବିଷାକ୍ତ ହୋଇପଡ଼ିଛି। ଦେଶର ଅନ୍ୟ 2 ପ୍ରଦୂଷିତ ସହର ମଧ୍ୟରେ ପଶ୍ଚିମବଙ୍ଗର ହଳଦିଆ ଏବଂ ପଞ୍ଜାବର ରୂପନଗର ରହିଛନ୍ତି। ପରବର୍ତ୍ତୀ ଖବର ଶୀତରୁ ମିଳିବ ସାମାନ୍ୟ ଆଶ୍ୱସ୍ତି। କମିବ ଜାଡ଼ ପ୍ରକୋପ, ବଢ଼ିବ କୁହୁଡ଼ି। ରାଜ୍ୟରେ ଲାଗି ରହିବ ଶୀତ ପ୍ରକୋପ। ନୂଆ ବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ। ଏପଟେ କୁହୁଡ଼ି ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ। ଆସନ୍ତା 6 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ଶୁକ୍ରବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ଆଶଙ୍କା। ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ। 29 ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି। ପରବର୍ତ୍ତୀ ଖବର ଜାନୁଆରୀ 10 ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଧାନ କିଣା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ପର୍ଯ୍ୟନ୍ତ ରାଜ୍ୟର 12ଟି ଜିଲ୍ଲାରେ ଧାନ କିଣା କ୍ରୟ କରିବା ଚାଲୁ ରହିଛି। 17ଟି ଜିଲ୍ଲାରେ ଟୋକନ ପ୍ରଦାନ କରାଯାଇଛି। ଆଗାମୀ ଗୋଟିଏ ସପ୍ତାହ ମଧ୍ୟରେ ଆଉ 5 ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଜାନୁଆରୀ 10 ତାରିଖ ମଧ୍ୟରେ ଧାନ କ୍ରୟ ପ୍ରକ୍ରିୟା ଆରମ୍ଭ ହେବ। ବୈଠକରେ ଧାନ ସଂଗ୍ରହରେ ଯେପରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ ହେବ ଏବଂ କୌଣସି ପରିସ୍ଥିତିରେ ଚାଷୀମାନଙ୍କ ହକ୍ ଉପରେ ଆଞ୍ଚ ନ ଆସିବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମିଲରମାନେ ଯେପରି ଚାଷୀମାନଙ୍କ ଠାରୁ ଠିକ୍ ଭାବରେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ଯେପରି ଠିକ୍ ସମୟରେ ତାଙ୍କ ପ୍ରାପ୍ୟ ପାଇବେ ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବୈଠକରେ ଅଣ ଧାନ ଫସଲ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷ କରି ମାଣ୍ଡିଆ, ଡାଲି ଜାତୀୟ ଫସଲ ଓ ତୈଳବୀଜ ଚାଷକୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା। ପରବର୍ତ୍ତୀ ଖବର 30 ଲକ୍ଷ ଗାଡ଼ି ଛାଡୁଛନ୍ତି ପ୍ରଦୂଷିତ ଧୂଆଁ। ଯାଞ୍ଚ କରିବାକୁ ରାଜ୍ୟରେ ମାତ୍ର 600 ସେଣ୍ଟର। ପରିବହନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ପ୍ରାୟ 1 କୋଟି ପଞ୍ଜୀକୃତ ଯାନ ରହିଛି। ଏଥିରେ 2 ଚକିଆ, 3 ଚକିଆ, 4 ଚକିଆ ଏବଂ ବଡ଼ ଗାଡ଼ି ରହିଛି। ଅବଶ୍ୟ ଏଥିରୁ ପ୍ରାୟ 25 ଲକ୍ଷ ଗାଡ଼ି ପୁରୁଣା ହୋଇଯିବାରୁ ସେସବୁକୁ ଆଉ ରାସ୍ତାରେ ଗଡ଼ୁନାହାନ୍ତି।
ତେଣୁ ରାସ୍ତାରେ ପ୍ରାୟ 75 ଲକ୍ଷ ଗାଡ଼ି ଗଡ଼ୁଛି। ଏଥିରୁ ଅଧିକ ଗାଡ଼ି ଦୁଇ ଚକିଆ ରହିଛି। ଦୁଇ ଚକିଆ ଯାନ କିଣାଯିବାର ବର୍ଷକ ପରେ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଆଉ ଥରେ କରାଯିବା କଥା। କିନ୍ତୁ ଦୁଇ ଚକିଆ ଯାନର କିଣାଯିବା ସମୟକୁ ଛାଡ଼ିଦେଲେ ଆଉ ପ୍ରାୟ କୌଣସି ଗାଡ଼ି ଚାଳକ ପ୍ରଦୂଷଣ ସାର୍ଟିଫିକେଟ୍ କରିନାହାନ୍ତି। ଫଳରେ ପ୍ରାୟ 90% ଦୁଇ ଚକିଆ ଗାଡ଼ି ଚାଳକଙ୍କ ନିକଟରେ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ। ଚାରି ଚକିଆ ଗାଡ଼ି ଭିତରୁ ପ୍ରାୟ 20% ଗାଡ଼ିର ମଧ୍ୟ ପ୍ରଦୂଷଣ ସାର୍ଟିଫିକେଟ୍ ନାହିଁ। କିନ୍ତୁ ବସ୍, ଟ୍ରକ୍ ଭଳି ବଡ଼ ଗାଡ଼ିଗୁଡ଼ିକର ପ୍ରାୟ ଏହି ସାର୍ଟିଫିକେଟ୍ ରହିଛି। ଏତେ ସଂଖ୍ୟକ ଗାଡ଼ି ଟାଣି ସମଗ୍ର ରାଜ୍ୟରେ 600ଟି ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ରହିଛି। ଏଥିରୁ କିଛି ସ୍ଥାୟୀ କେନ୍ଦ୍ର ଥିବାବେଳେ ଆଉ କିଛି ଭ୍ରାମ୍ୟମାଣ କରାଯାଇଛି। କିନ୍ତୁ ଏହି ପଞ୍ଜୀକୃତ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଭିତରୁ ଅନେକ ବନ୍ଦ ହୋଇଗଲାଣି।